ଯଦି ଆପଣ କେବେ ଭାବୁଛନ୍ତି ଆପଣ ହସ୍ପିଟାଲରେ ଏକୁଟିଆ ଅଛନ୍ତି, ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏମିତି ଗୋଟେ ଘଟଣା ଘଟିଥିଲା 2008ରେ, ପୁରାପୁରି ସତ ଘଟଣା, ଯାହା ମୁଁ ଆପଣଙ୍କୁ ଆଜି କହିବାକୁ ଯାଉଛି। ଗୋଟେ ଡାକ୍ତର ଗୋଟେ ଡେଡ୍ ବଡି ଉପରେ କାମ କରୁଥିଲେ, ଯାହାକି ସେ ମରିସାରିଥିଲା, ମାନେ ଡେଡ୍ ହୋଇଯାଇଥିଲା। ଡେଡ୍ ହେଲା ପରେ ଡେଡ୍ ବଡି ହାତରେ ଗୋଟେ ନାଲି କଲର ବ୍ୟାଣ୍ଡ ବାନ୍ଧା ହୋଇଯାଏ, ଏଥିପାଇଁ କି ଯେମିତି ଆଉ କେଉଁ ଡାକ୍ତର ଭୁଲରେ ଆସି ଏଇ ଡେଡ୍ ବଡି ଉପରେ କାମ ନ କରୁ। ଡାକ୍ତର ସେଇ ଡେଡ୍ ବଡି ଉପରୁ କାମ ସାରି ଲିଫ୍ଟ ପାଖକୁ ଗଲେ। ଲିଫ୍ଟରେ ତଳକୁ ଗଲା ବେଳକୁ ଗୋଟେ ଝିଅଟେ ସେଇ ଲିଫ୍ଟ ଭିତରେ ଥିଲା। ଝିଅଟି ସେଇ ଡକ୍ଟର ସାଥିରେ ବହୁତ କଥାବାର୍ତ୍ତା ହେଉଥାଏ। ଏମିତି କଥାବାର୍ତ୍ତା ହଉ ହଉ ଲିଫ୍ଟ ଯାଇ ପୁରା ଲାଷ୍ଟ ଫ୍ଲୋରରେ ତଳେ ରହିଲା। ଲିଫ୍ଟର କବାଟ ଯେମିତି ଖୋଲିଛି, ଲିଫ୍ଟ ବାହାରେ ଗୋଟେ ଝିଅଟି ଠିଆ ହୋଇଥାଏ। ଝିଅଟି ଲିଫ୍ଟ ଭିତରକୁ ଆସିବାକୁ କହୁଥାଏ, କିନ୍ତୁ ଡାକ୍ତର ତାକୁ ବହୁତ ରାଗିକି ଚିଡ଼ିମିଡ଼ି ହୋଇକି କହିଲେ, ତୁ ଯା, ଲିଫ୍ଟ ଭିତରକୁ ଆସେନା, ଯା ତୁ ଉପରକୁ ପଳା। ଏମିତି ରୁଡଲି ବିହେଭ୍ କରି ସେ ଝିଅଟିକୁ ସେଠାରୁ ତଡ଼ିଦେଲେ। ଲିଫ୍ଟ ଭିତରେ ଥିବା ଝିଅଟି ସେଇ ଡକ୍ଟରଙ୍କୁ କହିଲା, ଆରେ ଆପଣ କ'ଣ ପାଇଁ ସେଇ ଝିଅଟିକୁ ଭିତରକୁ ଆସିବାକୁ ଦେଲେନି? ଏମିତି କ'ଣ ପାଇଁ ତା ସାଥିରେ ବିହେଭ୍ କଲେ? ତାପରେ ଡାକ୍ତର ଯାହା କହିଲେ ଶୁଣିଲେ ଆପଣଙ୍କର ଦେହର ଲୋମ ଠିଆ ହୋଇଯିବ। ଡାକ୍ତର କହିଲେ, ଆରେ ଇଏ ହେଉଛି ସେଇ ଝିଅ ଯାହା ଉପରେ ମୁଁ ଏବେ କାମ କରିକି ଆସୁଛି। ସିଏ ଡେଡ୍ ହୋଇଯାଇଛି, ତା ହାତରେ ବି ଗୋଟେ ରେଡ୍ କଲର ବ୍ୟାଣ୍ଡ ବନ୍ଧା ହୋଇଥିଲା। ଡାକ୍ତର କଥା ଶୁଣି ସେ ଝିଅଟି ଟିକେ ଗୋଟିଏ ଅଜବ ପ୍ରକାର ସ୍ମାଇଲ ଦେଲା। ଡାକ୍ତର କିଛି ବୁଝିପାରିଲେ ନାହିଁ। ଝିଅଟି ନିଜ ହାତ ଉପରକୁ କରେ ତ ସେଇ ଝିଅଟିର ହାତରେ ବି ଗୋଟେ ରେଡ୍ କଲର ବ୍ୟାଣ୍ଡ ବନ୍ଧା ହୋଇଥିଲା।